हाय एवरीवन जय जगन्नाथ। तो भाई माने केमिति अछ भलरे अछ ना सेमती भलरे था जगन्नाथ कृपारू सेमती भलरे था खुशी रहो। तो भाई माने आपण मानक आ गुटे नुआ जबरदस्त मैजिक ट्रिक्स वीडियो रे स्वागत। तो भाई माने मु आपण मानक आज गोटे नुआ रबर बैंड्स मैजिक ट्रिक्स करिक देखैबे आ तापर यार ट्रिक्स सीक्रेट मु आपण मानक सिखेबे। तो आपण माने वीडियो को प्रथम रु शेष जाए देख। तो भाई माने एटा कौन रबर जे चुट्टी बाल जे बंधा हुई से रबर देख ये रबर को मु ये आंगुल नेली है कौटी अच्छे रबर ये आंगुल अच्छे देख ये आंगुल अच्छे ना ये हाथ नेली ये आंगुल अच्छे या मुझे कौन जोड़ी देली भलसे बांधी देली दीटा आंगुल को बांधी देली देखो एबे मते ये आंगुल अच्छे देखो ये रबर को दीटा आंगुल कौन बांधी देली भलसे टाइट कर बांधी देली जोड़ी देली भलसे टाइट अच्छे एबे मते रबर एठी अच्छे भलसे बांध देवा पूरा जमी खुली बन पूरा भलसे बांधे है एबे या पूरे गोटे करी कौन मैजिक जा एटू पड़े एटू पड़े 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 कौन भाई हेलानी एटू को आसलानी कौन मैजिक करिया परे कौन आसलानी एटू असंभव भाई केमिति हला भाई आउ थरे करछे हला आउ थरे करछे टाइट है जा पूरा टाइट करी पूरा बांध दो। हाँ एबे देखो एबे या पूरे गोटे भलसे मैजिक करते हो 3 2 1 एबे देखो ये आंगुल को आस देखो एबे ओ भाई विश्वास नहीं भाई एटू पळेला एटू पळेला भाई अमेजिंग देखो भाई तो भाई केमिति हला आउथरे करिबि कि ना आउथरे करिबिनी चलो यार एबे ट्रिक्स जानिबा। तो भाई आपण मानको गोटे रबर बैंड्स दरकार हला रबर दरकार गोटे ये रबर एने हबो बा ये रबर एने हबो हला जे कोन गोटे रबर दरकार ये रबर को आपण माने ये आंगुल रे गले देलो हला एमती रहिला तापर कोन एमती दीटा आंगुली को एमती रबर रे टाइट करी पूरा जेमती भल से टाइट हो टाइट करी एमती बांध टिके ये आंगुल रे एमती गले देलो। तो एठी अछि रबर बैंड कोठी अछि रबर एठी अछि एठू आसबो केमती
ତ ଏବେ ଦେଖ ମ୍ୟାଜିକ୍ ଗୋଟେ କରତେ ହବ। ତ ଆସିବ କି? ଏମିତି ହେଲେ ଆସିବନି। ତାର ଟ୍ରିକ୍ସ ହେଲା ଏମିତି ରହିଲା ହେଲା। ଏ ରବରକୁ ଯେତେବେଳେ ଦିଟା ଆଙ୍ଗୁଳିରେ ଭଲସେ ଯେତେବେଳେ ଟାଇଟ୍ କରିବ ତ ଏହାର ଟ୍ରିକ୍ସ ହେଲା ଏମିତି। ରବରକୁ ଏମିତି ଟିକେ ବ୍ୟାଣ୍ଡ କରିବେ ହେଲା। ଏମିତି ବ୍ୟାଣ୍ଡ କରିବେ ଏମିତି। ସିଧା ଏମିତି ଏ କନେ ହବନି, ଆସିବନି ଏ ଆଙ୍ଗୁଳିକୁ ହେଲା। ରବରକୁ ଯେତେବେଳେ ଚଢ଼େଇବେ ଏମିତି ସିଧା ରହିଲା, ଟିକେ ଏଇଟାକୁ ଏମିତି ତେର୍ଛା କରି ଏଇଟା ଟିକେ ବାଙ୍କେଇକି ଏମିତି ଏଇଠି ଯୋଡ଼ିବ ହେଲା। ଏମିତି ଏମିତି ଯୋଡ଼ିନେ ଯାଇକି ଏ ଆଙ୍ଗୁଳିକୁ ଆସିବ ହେଲା। ଏମିତି ଏମିତି ଯୋଡ଼େଇ ଦେଲ ଭଲସେ ଭଲସେ ଟାଇଟ୍ କରିଦେବୁ। ତାପରେ ଏଇ ଆଙ୍ଗୁଳିରେ ଏମିତି କରିଦେବୁ, ଏଇ ଆଙ୍ଗୁଳିରେ ରହିଲା ହେଲା। ତାପରେ ଗୋଟେ କ'ଣ ମ୍ୟାଜିକ୍ର ଗୋଟେ ନାଟକ କରିଦେବୁ। ତାପରେ ଏଇ ଆଙ୍ଗୁଳି ଯେତେବେଳେ ଖୋଲିବ, ଏଇ ଆଙ୍ଗୁଳି ଯେତେବେଳେ ଖୋଲିବ, ଏଇ ଦୁଇଟା ଆଙ୍ଗୁଳିକୁ ପୁଣି ରବର ବ୍ୟାଣ୍ଡ ସେ ଭିତରେ ଅଛି, ଏ ଭିତରକୁ ପୁଣି ଏମିତି ଛାଡ଼ିଦେବ। ବାସ୍ ଏଇଠୁ ପଳେଇଲା। ଆଉ ଥରେ କରୁଛି ହେଲା, ଆଉ ଥରେ ମୁଁ କରିକି ଦେଖୁଛି। ଏମିତି ରବର ରହିଲା ଏମିତି ଏ ଆଙ୍ଗୁଳିରେ, ଏଇଟାକୁ କ'ଣ ଏମିତି ଟିକେ ତେର୍ଛା କରିବି। ତାପରେ ଦୁଇଟା ଆଙ୍ଗୁଳିକୁ ଏମିତି ଯୋଡ଼େଇବି ହେଲା। ଯୋଡ଼େଇଲ ପରେ ଏ ଆଙ୍ଗୁଳିରେ ଏମିତି ଗଳେଇଦେଲ, ବାସ୍ ରହିଲା ହେଲା। ଯେତେବେଳେ ଏଇଟା ଖୋଲିବେ, ଖୋଲିଲ ଏଇଟା ଏଇ ଯେ ଭିତରେ ଏଇ ଦୁଇଟା ଆଙ୍ଗୁଳିକୁ ଏଇ ରବର ଭିତରେ ଏମିତି ତାପରେ ଯେତେବେଳେ ଖୋଲିବେ ଏଇ ଆଙ୍ଗୁଳିକୁ ଅଟୋମେଟିକ୍ ପଳେଇ ଆସିବେ ଏଇ ଆଙ୍ଗୁଳିକୁ ହେଲା। ଏହାର ଏତିକି ସିକ୍ରେଟ୍। ତ ଗୋଟେ ଲାଇକ୍ ହେଇଯାଉ। ରବରରେ ନମ୍ବର 2 ମ୍ୟାଜିକ୍ ଟ୍ରିକ୍ସ। ତ ମୁଁ ଏ କଳା ରବର ନେବିନି, ଏ ଗ୍ରୀନ୍ ରବରଟା ନେବି। এই ରବରକୁ ମୁଁ ଏଇ 3 ଆଙ୍ଗୁଳିରେ ଏମିତି ଗଳେଇଦେଲି। ଏଇ 3 ଆଙ୍ଗୁଳିରୁ ଏଇଠୁକୁ ପଳେଇ ଆସିବ ରବର। ଦେଖ ଏବେ ଦେଖ ମ୍ୟାଜିକ୍ର ଏଇଠୁକୁ ପଳେଇ ଆସିବ, ଏଇ ଆଙ୍ଗୁଳିକୁ ପଳେଇ ଆସିବ ଏଇଠୁ। ଏବେ ଦେଖ 3 2 1 କ'ଣ ଆସିବ ଏଇଠୁକୁ? ଓ ଭାଇ ରାଜି ଭାଇ, ସତରେ ଏଇଠୁକୁ ଚାଲେଇଲା। ଦେଖ ପୁଣି ଏଇଠୁନୁ ଏଇ 3ଟା ଆଙ୍ଗୁଳିକୁ ପଳେଇ ଆସିବ ପୁଣି। ଏବେ ଦେଖ ଏଇଠି ଅଛି ନା ରବର, ପୁଣି ଏଇଠୁକୁ ପଳେଇ ଆସିବ, ଏଇ 3ଟା ଆଙ୍ଗୁଳିକୁ ପଳେଇ ଆସିବ। ଦେଖ ଓ ଭାଇ ସତରେ ଭାଇ ବହୁତ ଇମ୍ପ୍ରେସିଭ ମ୍ୟାଜିକ୍ ଟ୍ରିକ୍ସ। ଆପଣମାନେ ଏ ମ୍ୟାଜିକ୍ ଟ୍ରିକ୍ସ ଶିଖିକି ଯାହା ପାଖରେ ବି ଏଇଠୁ ଦେଖେଇବେ କରିକି, ଭାଇ ସତ ଦେଖୁଛୁ ସେମାନେ ପୁରା ଇମ୍ପ୍ରେସିଭ ଆଉ ଆଶ୍ଚର୍ଯ୍ୟ ହେଇଯିବେ। ଗୋଟେ ରବରରେ ଏମିତିକା ଯାଦୁ ଭାଇ କହିନେ ନ ସରେ। ତ ଏହାର ସିକ୍ରେଟ କ'ଣ, ଏହାର ଟ୍ରିକ୍ସ କ'ଣ ଅଛି? ଟ୍ରିକ୍ସ ଭାଇ ସହଜ, ପୁରା ସହଜ। ଦେଖ ଏହାର ଟ୍ରିକ୍ସ ହେଲା ଏ ରବରଟାକୁ ଏମିତି ଟାଣିବ, ଟାଣିକି ଏଇ ଯେ ଆଙ୍ଗୁଳି ଫାଙ୍କା ଅଛି, ଏଇ ରବରଟା ଏଇ 3ଟା ଆଙ୍ଗୁଳିରେ ଅଛି, ଏଇଟା ଫାଙ୍କା ଅଛି, ଏଇଟା ଟାଣିକି ଏ ଆଙ୍ଗୁଳିକୁ ଏମିତି ପଶିଯିବ ଏ ଭିତରେ ହେଲା। ଏଟାକୁ ଟାଣିକି ଏମିତି ଏଇ ଆଙ୍ଗୁଳି ଯେ ଫାଙ୍କା ଅଛି, ଏଇ ରବର ଭିତରେ ଏମିତି ରହିଲା। ଆରେ ଟ୍ରିକ୍ସ ଏମିତି ଆଗରୁ ଦେଖିନେ ଏମିତି 3ଟା ଆଙ୍ଗୁଳିରେ ଅଛି, କିନ୍ତୁ ଭିତରେ ଦେଖିନେ ରବରଟା ପୁରା 4ଟା ଆଙ୍ଗୁଳିରେ ଅଛି ହେଲା। ଏମିତି କିଛି ଟ୍ରିକ୍ସ ଏହାର। ଏପଟେ ଦେଖିନେ ଯେ ସାମ୍ନାରୁ ଯିଏ ଦେଖିବ ତାକୁ ଲାଗିବ ଏ 3ଟା ଆଙ୍ଗୁଳିରେ ରବର ଅଛି, କିନ୍ତୁ ନା 4ଟା ଆଙ୍ଗୁଳିରେ ରବର ଅଛି ହେଲା। ଏମିତି ଏହାର ଏମିତି ଟ୍ରିକ୍ସ କିଛି ଯେ ସାମ୍ନା ଲୋକ କେହି ଜାଣିପାରିବେ। ଏ ମ୍ୟାଜିକ୍ ଟ୍ରିକ୍ସ ଆପଣମାନେ ଯେତେବେଳେ କାହା ପାଖରେ କରିକି ଦେଖେଇବେ ତ ସାମ୍ନାରୁ ଦେଖେଇବେ ହେଲା। ସାମ୍ନାରେ ଯିଏ ଠିଆ ହବ ସାମ୍ନାରେ ଟ୍ରିକ୍ସ କରିକି ସାମ୍ନାରୁ ଦେଖେଇବେ ହେଲା, ସାମ୍ନାରେ କେହି ଜାଣିପାରିବେ ନାହିଁ ହେଲା। ତାପରେ ଏମିତି ଗୋଟେ କ'ଣ ମ୍ୟାଜିକ୍ରେ ଗୋଟେ ଆକ୍ଟିଂ କରିଦେବ, ହଁ ସତରେ ମ୍ୟାଜିକ୍ ହଉଛି ହେଲା। ତାମାନେ ଛାଡ଼ିବ ମାନେ ଅଟୋମେଟିକ୍ ଏ ଆଙ୍ଗୁଳିକୁ ପଳେଇ ଆସିବ ହେଲା ରବର। ପୁଣି ଏହାର ବି ଏମିତି କିଛି ଏଇ 3ଟା ଆଙ୍ଗୁଳିରେ ଏମିତି ପୁରେଇ ଦେଲ, ବା ଯେମିତି ରହିଲା। ଏଇଟା ଗୋଟେ ଆଙ୍ଗୁଳି, ଏଇଟା 4ଟା ଆଙ୍ଗୁଳିରେ ଅଛି। ପୁଣି ଏଇଟାକୁ କ'ଣ ମୁଠି ଖୋଲିଲା ମାନେ ଏଇ 3ଟା ଆଙ୍ଗୁଳିକୁ ପୁଣି ପଳେଇ ଆସିବ ହେଲା। ବାସ୍ ଏତିକି ଏହାର ସିକ୍ରେଟ୍। ତ ଭାଇମାନେ ଆପଣମାନଙ୍କୁ ଏ ମ୍ୟାଜିକ୍ ଟ୍ରିକ୍ସ କେମିତି ଲାଗିଛି ତା କମେଣ୍ଟରେ ନିଶ୍ଚିନ୍ତ ଜଣାଇବେ। ଆଉ ଏ ମ୍ୟାଜିକ୍ ଟ୍ରିକ୍ସ ଆପଣମାନଙ୍କୁ ଭଲ ଲାଗିଛି ତ ଗୋଟେ ଲାଇକ୍ ଜରୁର କରିଦେବେ। ତ ଏ ଚ୍ୟାନେଲକୁ ଆପଣମାନେ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତ ସବସ୍କ୍ରାଇବ୍ କରିଦେବେ, କାହିଁକିନା ଏମିତି ନୂଆ ନୂଆ ମ୍ୟାଜିକ୍ ଟ୍ରିକ୍ସ ଦେଖିବାକୁ ପାଇବେ ଆଉ ଶିଖିବାକୁ ପାଇବେ। ତ ଭାଇମାନେ ଆଉ ଗୋଟେ ନୂଆ ମ୍ୟାଜିକ୍ ଟ୍ରିକ୍ସ ଭିଡ଼ିଓରେ ସମସ୍ତେ ଦେଖା ହେବା। ତ ଟେକ୍ କେୟାର, ଭଲ।